ମାଗୁଣିର ଶଗଡ଼ ଖଲିକୋଟର 2 ଲକ୍ଷ ପ୍ରଜାଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି। କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି। ଏ ଖବର ରଖୁଛନ୍ତି ଗୃହ ପରିବାର ବା ସାହି ପଡ଼ିଶାର ଲୋକେ। କିନ୍ତୁ ଯେଉଁଦିନ ମାଗୁଣି ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା। ଯିଏ ଶୁଣିଲା ସେ ମୁହୂର୍ତ୍ତ ହେଲେ ନୀରବ ରହି ଦୁଃଖରେ କହିଲା, ମାଗୁଣି ଚାଲିଗଲା। ଆହା, ବିଚରା ଚାଲିଗଲା। ମାଗୁଣି କିଏ? ଖଲିକୋଟର ରାଜା ନୁହେଁ, ଏକଥା ନିଶ୍ଚୟ। ଏ ରାଜ୍ୟର ନେତା ନୁହେଁ, ଏକଥା ସମସ୍ତେ କହିବେ। ସେ କର୍ମୀ ନୁହେଁ, ଏକଥା ସମସ୍ତେ ଜାଣନ୍ତି। ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଞ୍ଜଣା ଦେଇନାହିଁ। ତା ବେକରେ କିଏ ଫୁଲମାଳ ଲମ୍ବାଇ ନାହିଁ। ସେ କାହା ଗଳାରେ ମାଳା ଲମ୍ବାଇ ଦେବା ଦରକାର ପଡ଼ିନାହିଁ। ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ କି ଦିଅଁ ଦେଉଳରେ ପରଜନ୍ମରେ ସ୍ୱର୍ଗଲାଭ ପାଇଁ ଜପତପ କରିନାହିଁ। ଗଡ଼ରେ ପଚାରିଲେ ସମସ୍ତେ କହିବେ, ମାଗୁଣି କିଏ? ଦୂର ଜଙ୍ଗଲ ତଳେ ପଲ୍ଲୀ ଗାଁରେ ମଧ୍ୟ ତା ପରିଚୟ ମିଳିପାରିବ। ମାଗୁଣି ଖଲିକୋଟର କେହି ନୁହେଁ, ସେ ଜଣେ ଶଗଡ଼ିଆ। 2ଟା ବଳଦ ଓ ସେ, ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲେ, ଯାହା 2 ଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା। ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଇଁ ଓ ସୂର୍ଯ୍ୟ ଅସ୍ତ ହୁଏ। ଘନ ଘୋର ବର୍ଷା ଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣିକି ଦେଖି ବେଳ ଜାଣନ୍ତି। ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ି ଘାଡ଼ି ହୋଇ ଲୋକେ ବସିଥିଲା ବେଳେ ମାଗୁଣି ନିଜ ପରିଚିତ ସାଙ୍ଗ 2ଟିକୁ ଶଗଡ଼ରେ ଯୋଚି ପାହାଡ଼ ତଳେ ଗୀତ ବୋଲି ଚାଲିଥାଏ। ଲୋକେ କହନ୍ତି, ମାଗୁଣି ସେମାନଙ୍କର ଗୋଟାଏ ଘଣ୍ଟା। ବର୍ଷା ଦିନେ ବର୍ଷା ଘୁଞ୍ଚି ଯାଇପାରେ, ଖରା ଦିନେ ଖରା ତାତି ଉଣା ହୋଇପାରେ, କିନ୍ତୁ ମାଗୁଣିର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ। ସେ କହେ, ରାଜା ଘରେ ଯୋଡ଼ା ଯୋଡ଼ା ମୋଟର କାର ଅଛି ସତ, କିନ୍ତୁ ତାପରି ଇଞ୍ଜିନିୟର ନାହାନ୍ତି। ତା ଶଗଡ଼ ରଜାଘର ମୋଟରଠୁ ବଳେ। 12 ବର୍ଷର ଅତି ପରିଚିତ ସାଥୀ କାଳିଆ ଓ କସରା ବଳଦ ଉପରେ ସେ ହାତ ମାରି ଆଉଁସି ଦେଲେ ତା ଗାଡ଼ିରେ ପମ୍ପ ଦିଆ ହୁଏ। ଯେତେବେଳେ ସେ ଶଗଡ଼ ଉପରେ ବସି ଗୀତ ପଦେ ବୋଲି ଦିଏ, ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି, ତାର ମୋଟର ଚାଲେ। ସେତେବେଳେ ଶ୍ୟାମଳ ତରୁପତ୍ର ତଳେ ଗିରିକନ୍ଦରା ଭିତରେ ପ୍ରତିଧ୍ୱନି ଉଠେ। ଅର୍ଦ୍ଧସୁପ୍ତ କୁକୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି। ପଲ୍ଲୀର ବୁଲା କୁକୁର ଦଳ ଚମକି ଉଠି ଗାଁରେ ଚହଳ ପକାଇ ଦିଅନ୍ତି। ଘଡ଼ ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ। 50 ବର୍ଷର ମାଗୁଣି 12 ବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋଇ ଚାଲେ, 70-80 ବର୍ଷ ତଳର କାହାଣୀ ପାଣି ପରି କହିଯାଏ। ସେ ଆଗ ତା ନିଜ କଥା। ତାର କେବେ ବାପ ମା ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି 2 ଓଳି ପେଟ ପୂରାଇ ଖାଉଥିଲା। ଆଉ ଜଣଙ୍କର ମଧୁର ବଚନ ଶୁଣି ଜୀବନରେ ସକଳ ଦୁଃଖ ଭୁଲି ଯାଉଥିଲା। ସେ ଗଢ଼ିଥିଲା ଗୋଟାଏ ସ୍ୱପ୍ନ ରାଜ୍ୟ। ସେ ରାଜ୍ୟରେ ସେ ଥିଲା ରାଜା। ରାଣୀ କରି ଯାହାକୁ ଆଣିଥିଲା, ଜୀବନଟା ସେ ହସାଇ ହସାଇ ନଚାଉଥିଲା। ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା। ତାର ନିଶ୍ୱାସରେ ସେ ସୁବାସ ବାରୁଥିଲା ଓ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା। କିନ୍ତୁ ସେ ସ୍ୱପ୍ନ ତାର ବେଶୀ ଦିନ ରହିଲା ନାହିଁ। ସ୍ୱପ୍ନମୟୀ ହସି ହସି ଚାଲିଗଲା ଏ ସଂସାର ସେ ପାଖକୁ। ଏ ପାଖେ 2ଟି ବଳଦ ଘେନି ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ 2 ଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା। ଶଗଡ଼ ବାହିଲା ବେଳେ ଏକଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ। ନିଜେ 2 ଟୋପା ଲୁହ ନିଜ ଚିରା କାନିରେ ପୋଛି ଦେଇ ବଳଦ ଉପରେ ହାତ ମାରି କହେ, ଆଉ ଗୋଟିଏ ଗଳ୍ପ। ଲୋକଙ୍କ ବାଟ ସରିଯାଏ, କିନ୍ତୁ ତାର ଗଳ୍ପ ସରେ ନାହିଁ। ସେ କହେ, ତା ଶଗଡ଼ରେ ନ ବସିଛି କିଏ?
ବସିନଥିଲେ ନ ବସିଥିବେ ଖଲିକୋଟର ରାଜା, କିନ୍ତୁ ଦେବାନ କହ, ମ୍ୟାନେଜର କହ, ଓକିଲ କହ, ମହାଜନ କହ, ଏପରିକି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ, ସମସ୍ତେ ବସିଛନ୍ତି ତା ଶଗଡ଼ରେ। ଏସବୁ କଥା କହିଲା ବେଳେ ସିଏ ଏତେ ଉତ୍ସାହରେ କହେ ଯେ ବେଳେବେଳେ ବଳଦ ଦୁଇଟା ଠିଆ ହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ। ଜାଣିପାରିଲେ କହେ ଏ ପଶୁଗୁଡ଼ାକ ମଧ୍ୟ ଏକଥା ଶୁଣିବାକୁ କାନଉଛନ୍ତି। ମାଗୁଣିର ଶଗଡ଼ ବଳଦ ଖଲିକଟର ଗୋଟାଏ ବିରାଟ ଇତିହାସ, ନହେଲେ ମଧ୍ୟ ସେ ଇତିହାସର କେତେକ ପୃଷ୍ଠା। ସେ ଇତିହାସ କହେ ଏ ଶଗଡ଼ ରାଜ୍ୟରେ ସମସ୍ତିଙ୍କି ଚିହ୍ନିଛି। କେତେ ବାଳ ବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି, କେତେ ସ୍ନେହାସିନୀ କୁଳବଧୂ ବାପଘରୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି। ଖଞ୍ଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦା ରାଉଳ ଜେଲ ଗଲା, ସେଦିନ ତା ଘରର ଛାଞ୍ଚୁଣି ମୁଣ୍ଡା ଆଦି ଏଇ ଶଗଡ଼ରେ ବୁହା ହୋଇ ଆସି କଚେରୀ ଦୁଆରେ ଜମା ହୋଇଥିଲା। ଯେଉଁଦିନ ବେନ୍ଦାଳିଆ ଗାଁର ମଧୁରଥେ ନରହତ୍ୟା ଅପରାଧରେ ଧରା ହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ। ଏଇ ଗାଡ଼ିରେ ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି। ଏଇ ଗାଡ଼ିରେ ଚୈତ ନେତାଏ ହାତକଡ଼ା ପଡ଼ି କଚେରୀକି ଯାଇଛନ୍ତି। ଏଇ ଗାଡ଼ି ସୁଖ ଦେଖିଛି, ଦୁଃଖ ଦେଖିଛି। ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳଗଦି ଓଦା ହୋଇଯାଇଛି। ହସରୋଳରେ ଏଇ ଗାଡ଼ି କେତେ କମ୍ପିଛି। ଏଇ ସବୁ କଥା କହି ମାଗୁଣି ଯେତେବେଳେ ଗାଡ଼ି ଚଳାଏ, ମନେ ହୁଏ ମାଗୁଣି ଗୋଟିଏ ଜୀବନ୍ତ ଇତିହାସ। ଏହିପରି 10-15ଟା ଇତିହାସକୁ ଏକାଠି କଲେ ଓଡ଼ିଶାରେ ଗୋଟାଏ କୋଣାର୍କ ତିଆରି ହୁଅନ୍ତା। ଦିନେ ମାଗୁଣି ଶୁଣିଲା ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ, କାରଣ ସିଂହଘର ଗୋଟାଏ ମଟର ବସ୍ ଆଣୁଛନ୍ତି। ଶୁଣିଲା ମାତ୍ରେ ସେ ହସି ହସି ଆକାଶ ଫଟେଇ ଦେଲା। କହିଲା, ମୋଟର ବସ୍? ତା କ'ଣ ମୋ କାଳିଆ କସରାକୁ ଟପିଯିବ? ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି, ଲୋକେ କ'ଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ? ତାର ଏ କଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିର କଲା ନାହିଁ। 2-4 ଦିନ ଗଲା, ଦେଖୁ ଦେଖୁ ଗଡ଼ରେ ମୋଟର ବସ୍ ପହଞ୍ଚିଲା। ଲୋକେ କହିଲେ ଏଥର ମାଗୁଣିର ବ୍ୟବସାୟ ବୁଡ଼ିଲା। ଏକାବେଳେ 20 ଜଣଙ୍କୁ ଧରି ଘଣ୍ଟାରେ 40 ମାଇଲ ଯିବ। ମାଗୁଣିକି ତାକୁ ବଳିଯିବ। କଥା ସତ। ଦୈତ୍ୟ ଦାନବ ପରି ଗଡ଼ରେ ମୋଟର ବସ୍ଟାକୁ ଦେଖି ମାଗୁଣି ମନରେ ଛନକା ପଶିଗଲା। ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହୋଇ ଭାବିଲା, ସେଦିନ ଯାଇଥିଲି କୋଦଳା ସଭାକୁ। କିଏ କହୁଥିଲେ କଳ ଜିନିଷଠୁ ହାତ ଜିନିଷ ଭଲ, ତାହେଲେ ମଟର କଳଠୁ କ'ଣ ମୋ ଶଗଡ଼ ଭଲ ନୁହେଁ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କ'ଣ ମୋ ଦୁଃଖ ବୁଝିବେ ନାହିଁ? କର୍ମୀ ନ ବୁଝିଲେ ଯିବି ଗାନ୍ଧୀଙ୍କ ପାଖକୁ। ଦରିଦ୍ରଙ୍କ ସାଥୀ ସେ, ଗରିବଙ୍କ ବନ୍ଧୁ ସେ। କ'ଣ କହିବେ? ମାଗୁଣି ମରିଯାଉ, ଏ ସିଂହେ ବଞ୍ଚନ୍ତୁ। ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍ ଚାଲିଲା। ମାଗୁଣିର ଶଗଡ଼ ମଧ୍ୟ ଚାଲିଲା, କିନ୍ତୁ ବସ୍ ପୂର୍ଣ୍ଣ, ଶଗଡ଼ ଖାଲି। ମାଗୁଣି ଯେତେ ଆଗରୁ ରାତି ଅଧରୁ ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍ରେ। ଯେତେ ନୂଆ ଅଖାରେ ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବସ୍ ମୁହଁକୁ। ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବସ୍ ଆଡ଼କୁ। ଦିନେ ଗଲା, 2 ଦିନ ଗଲା। 2 ଓଳି ଖାଇ କରି ଆସୁଥିଲା, ଓଳିଏ ଖାଇ ଅଇଲା। ସେ ଭାତ ଖାଇ ଆସୁଥିଲା, ତୋରାଣୀ ପିଇ ଅଇଲା। 2 ଓଳିରେ ଥରେ ପିଇ ଆସୁଥିଲା, କର୍ମେ 3 ଓଳି ଚୁଲି ଲାଗିଲା ନାହିଁ। କାଳିଆ କସରାର ଛାତି ହାଡ଼ ଦେଖାଗଲା। ସେମାନଙ୍କୁ ଧରି ସେ ଯେତେବେଳେ କାନ୍ଦିଲା, କିଏ କହିଲା ପାଗଳ, କିଏ ବା କହିଲା ବାୟା। ତା ପରଦିନ ଯେଉଁଦିନ ମାଗୁଣିର କୁଡ଼ିଆ ଦୁଆରୁ ଭାଙ୍ଗି ଗାଁ ଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଡ଼ ବାଡ଼ି ଖଣ୍ଡିକ ଶୁଆଇ ଦେଇ ମାଗୁଣି ଆଖି ବୁଜି ଦେଇଛି। ମଶାଣିରେ ନିଆଁ ଜଳିଲା। ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ। ପୃଥିବୀର 2 ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ, ଆହା, ମାଗୁଣି ଚାଲିଗଲା।